ଆଜି ଆମର ଉତ୍କର୍ଷ ଓଡ଼ିଆ କାର୍ଯ୍ୟକ୍ରମରେ ଆଜିର ବିଷୟବସ୍ତୁ ହେଲା କାର୍ଯ୍ୟପତ୍ରିକା 25 ସହଯୋଗାତ୍ମକ ଶିକ୍ଷଣ ସୋପାନ। ଏଥିରେ ଆମର କିଛି ବାକ୍ୟ ଦେଇଛି, ବାକ୍ୟ ଗୁଡ଼ିକ ଆମେ ପଢ଼ିବା। ବାକ୍ୟ ନମ୍ବର କ ରେ ଦେଇଛି, ଯଶୋଦା ପୁତ୍ର ନିମିତ୍ତ ଶୋକରେ ଅଧୀର ହେଲେ। ଖ, ଯଶୋଦା ପୁତ୍ର ଶୋକରେ ଅଧୀର ହେଲେ। ଗ, ସୁନାରେ ତିଆରି ହାରଟି ଝିଅକୁ ଭାରି ମାନୁଛି। ଘ, ସୁନା ହାରଟି ଝିଅକୁ ଭାରି ମାନୁଛି। ଅ ନମ୍ବର ଦେଇଛି, ଶୋକରୂପକ ଅଗ୍ନି ମଣିଷ ଶରୀରକୁ କ୍ଷଣ କରିଦିଏ। ଚ, ଶୋକାଗ୍ନି ମଣିଷ ଶରୀରକୁ କ୍ଷଣ କରିଦିଏ। ଛ, ଚକ୍ର ଅଛି ପାଣିରେ ଯାହାର, ସେ ମହାଭାରତ ଯୁଦ୍ଧର କର୍ଣ୍ଣଧାର ଅଟନ୍ତି। ଶେଷ ନମ୍ବର ଜ, ଚକ୍ରପାଣି ମହାଭାରତ ଯୁଦ୍ଧର କର୍ଣ୍ଣଧାର ଅଟନ୍ତି। ପ୍ରଶ୍ନ ନମ୍ବର 1, ଉପରେ ଥିବା ଖ, ଘ, ଚ, ଜ ରେ ଲିଖିତ ବାକ୍ୟ ଗୁଡ଼ିକର ରେଖାଙ୍କିତ ପଦକୁ ଆଉଥରେ ଲେଖ। ରେଖାଙ୍କିତ ପଦ ଗୁଡ଼ିକ ଆମେ ଲେଖିବା। ଦେଇଛି ପୁତ୍ର ଶୋକ, ସୁନାହାର, ଶୋକାଗ୍ନି ଏବଂ ଶେଷରେ ଦେଇଛି ଚକ୍ରପାଣି। ପ୍ରଶ୍ନ ନମ୍ବର 2କୁ ଆସିବା। କହୁଛି, ନିମ୍ନରେ ଦିଆଯାଇଥିବା ପଦଗୁଡ଼ିକୁ ଗୋଟିଏ ପଦରେ ପ୍ରକାଶ କର। ଗୋଟିଏ ତୁମ ପାଇଁ, ଯେପରି ଗୃହକୁ ଆଗତ ଗୃହାଗତ, ସେହିପରି ବିଦ୍ୟାରେ ହୀନ ବିଦ୍ୟାହୀନ, ରଙ୍ଗ ନିମିତ୍ତ ମଞ୍ଚ ରଙ୍ଗମଞ୍ଚ, ନଦୀର ଜଳ ନଦୀ ଜଳ, ଗଛରେ ପାଚିଲା ଗଛ ପାଚିଲା ହେବ, ନ କଟା ଅକଟା, ନ ଚଳ, ଏଟା ହେଇଯିବ ଆମ ପିଲାମାନେ ଅଚଳ।